पकई देव ना मामा तुम उठी जा ए वो से पूरा एक्टिव अछि तू यार छोटे काम होइछ कि नोना ब्लॉग कर जे कथा कहू लागो तो हाय फ्रेंड्स आउट नुआ ब्लॉग आपण मन स्वागत करछि। तो सकाळ सकाळ मु ब्लॉग बनाउछि। हमर बारी पटे नौटा गदा होइछि सेठी छत्तु गोटे गोटे फुटे चलन देखिबा छत्तु आज फुटिछि कि नै काई दीटा तीनटा आइलु तो देखो तो पाल छत्तु फुटी कि छोट छोट आज न काली बड़ बड़ होता देखिए गोटे देखो तो पाल छतु किसी आम ए पकेनु से जमी चाष करते सेमती किसी ना न्याचुराली हो बड़टा आउ हैनी एपटे फुटनी आना एथेर कहीं फुट एरा आम कलसी सब बस्ता रखाई बेपारी आसिले ने 1 hour later. आमर जंगल छतु आनीचु मो बहुत धोची एठी पाड़ छतु आ नाड़ छतुरा जंगल आसछि मोर कन छतु बाजा चलत देखे कड़ी रे तेल पड़ीगला एठी छतु सब धोईकी रखा है सेठी पियाज आ कंचा लंका कंचा ना सुखिला सुखिला लंका रखा जाइए काटिकी सोरिष पका हम सोरिष पड़ीगला तेल गरम होती पियाज पड़ला छतु सब चिपुड़ी पकागला सब देसी छतु ये देखी पारे मो पे आसीगला पखाड़ भात सकाळु सकाळु आ छतु आसीबो आलू टे पकेलु ना आज छतु खाली तेल रे भजा किसी आलू पर पड़नी काली आलू पके भजा आज खाली तेल रे देखिया केमति लागुछ भल होनी लंका पड़ू खाली तो लाइव तो ए सरीला बापा तापर गाधे पाधे धूप दौरान आज ये सब गढ़ा जाइए लाइव रे ए कलश छोट दीप ये बड़ दीप ये हांडी गुरा रखाई ये आम चूल्हे बैट टाक ये रखा को मना करुँच रखिले उई लग जाऊँगी बैट्रे ये था यहाँ बड़ हांडी आम रखाई पूजा कराची पूजा सरला देख पारे आम चौरा आम कूअर पानी फुल हो गला पूरा वर्षा आम घर पाखे केनालटा घर पछपटे तो पानी केनाल आसला माने कूअर पानी फुल हो जाए बाहर गाधेवा को गाधे आसी ब्लॉग बनवा तो भाई मैंने फाइनल रेडी हो गली देखिए पारे जस्ट गाधे आसली तो सेपटे घर काम केते बाटे गला चलते देखा देखिए आम घर एगुड़ा
କାମ ହେଇଛି ଏବେ। ରୋଷେଇ ଘରଟା ଏଇଟା କୋଉଠି ଗୋଟେ ଝରକା ବାହାରିବ ବା? ହଁ ଏଇଠି ବଳା ଯେ ପଚାରୁଥିଲା କାଲି କୋଉ ଦିନ ହବ? ବାହାରରା କୋଉ ଦିନ ହବ? ଚଲ ଛାତ ଉପରକୁ ଯିବା। ଦେଖିପାରୁತ್ತೆ ଆମ ଛାତ ଉପର ଏବେ ସିଡ଼ି କାମ ଏରା ହେଉଥିଲା। ସିଡ଼ି କାମ ଏବେ ଅଧାରେ ଅଛି, ଭିତର ପଲସ୍ତରା ହେଉଛି। ଆମ ସାହି ଆପଣଙ୍କୁ ଦେଖୁଛି ବୁଝିପାରୁଥିବେ। ଏଇଟା ଆମ ଘର, ସେଇଟା ବଡ଼ ବାପାଙ୍କ ଘର, ସେପଟେ ହେଉଛି ଆହୁରି ଘର ଅଛି ଆମ ସାହି ଲୋକଙ୍କର। ଏଇଟା ଆମ ବାରି, ସେଇଟା ଆମ ଉଆ ଦିଆ ହୁଏ ଯୋଉଠି ସେଇଠି। এটা ଦିବାକର ଠିଆ ହେଇଛି ସେଠି। ଦିବାକର ଟିକେ ହାଏ କରିଦେଲୁ, ଟିକେ ହାଏ କରିଦେଲୁ। ଦେଖ ଦିବାକର ଏମିତି କିଛି ଅଛି ଆମ ସାହି। ଲାଇକ୍ କରିଦେ ଭାଇମାନେ, ଯେଉଁମାନେ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିନେ। ନୂଆ ନୂଆ ବ୍ଲଗ୍ କରୁଛି ଭାଇମାନେ, କଥା କହିବାକୁ ଲାଜ ଲାଗୁଛି, କ'ଣ କରିବା, ଟିକେ ଆଡ଼ଜଷ୍ଟ କରିନିଅନ୍ତୁ। ଚାଲନ୍ତୁ ତଳେ ଦେଖୁଛି କେତେ କାମ ହେଲା। ଆଜି ପଟ୍ଟା ହେରିକା ଆସିନାହାନ୍ତି କି? ଏରା ମୁଁ ଭିଡ଼ିଓ ବନଉଛି, ୟୁଟ୍ୟୁବରେ ଛାଡ଼ିବେ ନା କ'ଣ ଲାଇଭରେ ଛାଡ଼ିବେ? ୟୁଟ୍ୟୁବରେ ଛାଡ଼ିବେ ଏରା। ହଁ ୟୁଟ୍ୟୁବରେ। ହଁ ପଇସା ମୋର କାଉଣ୍ଟ ହେଲାଣି, ଆର ଯଦି ଅଧିକ ଭିଉ ଆସିବ ମୋର ଆର ମାସ ଆଡ଼କୁ ଆସିବ। ଏଟା ସମସ୍ତେ ଦେଖିବେ। ଏଠି ମମା ରୋଷେଇ ହବ ବୋଲି ସବୁ କାଟୁଛି ପରିବା। ଆଜି କ'ଣ କରିବୁ? ବାଇଗଣ ଭାଜିବି, କଲରା ଭାଜିବି, ଆଉ ଡାଲି। ଏଟା ହେଉଛି ଆମ ଆଉ ଗୋଟେ ରୁମ୍। ଏଟା ଦେଖିପାରୁଛି। ଆଜି ଲୁକ୍ କେମିତି ଦେଖାଯାଉଛି କମେଣ୍ଟ କରି ନିଶ୍ଚୟ ଜଣାଇବେ। ଆପଣମାନେ ଦେଖିନଥିବେ ଛାଞ୍ଚରେ କେମିତି ଗଢ଼ାଯାଏ, ମମା ଏରା ଗଢ଼ୁଛି, ମୋ ବୋଉ ବି ଗଢ଼େଇନ୍ତି। ସେ ଗଢ଼ିతే ଛାଞ୍ଚରେ ଦୁଇଟା ଛାଞ୍ଚ, ତା ଭିତରେ ମାଟି ପୁରା ଯାଇକି ଏମିତି ଗଢ଼ା ହୁଏ। ତ ବାପା ଯାଇଛନ୍ତି ମାଟି ପାଇଁ। ଆମର ହାଣ୍ଡି ଯେଉଁ ଗଢ଼ା ହେଉଛି, ମାଟି କେଉଁଠୁ ଆସନ୍ତି ଚାଲନ୍ତୁ ଆପଣଙ୍କୁ ଦେଖେଇବି। ତ ଫାଇନାଲ୍ ଆସି ପହଞ୍ଚିଗଲି ମାଟି ଖାତାରେ। ଚାରିଆଡ଼େ ବିଲ ଦେଖିପାରୁଥିବେ। ସେଠି ମାଟି ଆଣା ହେଉଛି ସେଠୁ ଆଗରୁ। ଚାଲନ୍ତୁ ସେଠି ଯାଇକି ଆପଣଙ୍କୁ ଦେଖାଉଛି। ଦେଖନ୍ତୁ କେତେ ସୁନ୍ଦର ଭିଉ। ବାଟ ସାରା କାଦୁଅ ହେଇଛି, ବିଲ ଯେ ଦେଖିପାରୁଥିବେ। ମୋ ଗୋଟା ସାରା କାଦୁଅ ହେଇସାରିଲାଣି ପୁରା। ଦେଖନ୍ତୁ ଏଠି ବାପା ଆସିକି ମାଟି ଖୋଳିକି ଏଇଠି ଆମର ନିଆ ହୁଏ। ମାଟି ଖାତରେ ଏବେ ସବୁ ପାଣି ହେଇଯାଇଛି।
ଅଲଗା ଗାତ ଟୋଳା ହେଇକି ନେବାକୁ ପଡ଼ୁଛି। ଏଇଠୁ ଆମର ଏମିତି ମାଟି ଯାଏ, ତାପରେ ତାକୁ ଚକଡ଼ା ଯାଇକି ଗଢ଼ାଯାଏ ମାଟି ହାଣ୍ଡି। ଦେଖନ୍ତୁ ଚାରିଆଡ଼େ ବିଲ, ଏ ବିଲ ମଝିରେ ଆସିକି କେମିତି ନେବାକୁ ପଡ଼େ। ବାଟରେ କାଦୁଅ ହେଇଛି, ଚକା ମଧ୍ୟ ଦବିଯାଏ। ବହୁତ ପରିଶ୍ରମ କରିକି ନିଆ ହେଉଛି। ସପୋର୍ଟ କରନ୍ତୁ ଭାଇମାନେ, ଯେଉଁମାନେ ବି ସବସ୍କ୍ରାଇବ୍ କରୁନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ଲାଇକ୍ କରନ୍ତୁ ସମସ୍ତେ। ଆଉ କମେଣ୍ଟ କରି ଜଣାନ୍ତୁ କେମିତି ଲାଗୁଛି, ନିଶ୍ଚୟ କମେଣ୍ଟ କରିବେ। ଦେଖିବାର ତ କି ଭିଉ ଦେଖନ୍ତୁ, ସୁନ୍ଦର ଭିଉ। ସେଇଟା ଆମ ଜଙ୍ଗଲ ସେପଟେ ଦେଖୁଛ, ସେଇଟା ଜଙ୍ଗଲଟା। ଏଟା ତାଳ ଗଛ ଅଛି, ଆଉ ଲୋକମାନେ ସବୁ ଆସିଛନ୍ତି ନା ବିଲ କାମ କରୁଛନ୍ତି। ଗୋଡ଼ ଜବରା ହେଇଯାଇଛି, ଏଠି ଗୋଡ଼ ଧୋଇଦେବା। ସୋ ଫ୍ରେଣ୍ଡସ୍, ଆପଣମାନେ ଦେଖିପାରୁଥିବେ ବର୍ଷା ପାଣି ହେଇକି ଏଇ ପୋଖରୀଟାରେ କେତେ ପାଣି ହେଇଯାଇଛି, ଖାଲି ବର୍ଷା ପାଣିରେ। ଆମେ ଯେତେବେଳେ ଆସୁ ଖରାଦିନ ଏଥିରେ କିଛି ପାଣି ନଥାଏ, ପୁରା ଶୁଖିଲା। କିନ୍ତୁ ବର୍ଷା ପାଣିରେ ଖାଲିଟାରେ କେତେ ପାଣି ହେଇଯାଇଛି ଦେଖିପାରୁଥିବେ। ଖାଲି ମାଟିଆ ମାଟିଆ ପାଣି ଦେଖନ୍ତୁ। ପୁରା ଏରିଆ ଟାଙ୍କର ମାଟି ଯାଉଛି, ପୁରା ଏରିଆଟା। ସେଟା ଦେଖନ୍ତୁ ଖୋଳି ଖୋଳି କେମିତି କରାହେଇଛି। ସେଠୁ ସବୁ ମାଟି, ଆଉ ଭଲ ମାଟି ବାହାରୁନି। ଏବେ ଇଆଡ଼ୁ ନିଆ ହେଉଛି, ଆଉ ଏଇଠୁ ଫାଷ୍ଟ ନିଆଗଲା। ଏଟାକୁ ଖୋଳିକି ବିଲ କରିଦେଲେ, ତାପରେ ଏବେ ଏଇଠୁ ନିଆ ହେଉଛି। ଆଉ ପୁଣି କିଛି ଦିନ ଏଇଠୁ ଯିବ, ପୁଣି ଏଠୁ ଖରାପ ମାଟି ବାହାରିଲାଠୁ ପୁଣି ଆଉ କେଉଁ ଜାଗାକୁ ଯିବାକୁ ପଡ଼ିବ। ଆଉ ଗୋଟେ ନାଲି କଲର ମାଟିରେ ଆସେ ସେପଟୁ, ମୁଁ ଭିଡ଼ିଓ ବନେଇବି ସେ ମାଟି ଆସିଲେ। ଏବେ ତ ପାଣି ହେଇଯାଇଥିବ, ସେଠି ଖାଲ ଜାଗାଟା, ସେଠି ପାଣି ହେଇଯାଇଥିବ। ଆର ବର୍ଷ ପୁଣି ଅଣାଯିବ, ଆଣିଲେ ସେତେବେଳକୁ ଭିଡ଼ିଓ ବନାହେବ। ଆଉ ଦେଖନ୍ତୁ କେମିତି ମାଟି ଖୋଳାଯାଉଛି। ତ ଭାଇମାନେ ଭିଡ଼ିଓଟିକୁ ଏବେ ଏଡ଼ିଟ୍ କରୁଥିଲି, ରାତି 9ଟା ପାଖାପାଖି ହେଇଗଲାଣି। ତ ମୋତେ ନିଦ ଜୋର ଲାଗିଲାଣି, ମୁଁ ଚାଲିଲେ ଶୋଇବି। ଯଦି ଭିଡ଼ିଓଟି ବ୍ଲଗ୍ ଲାଗିଛି ତ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ କମେଣ୍ଟ କରି ଜଣାନ୍ତୁ କେମିତି ଲାଗୁଛି। ଆଉ ସବସ୍କ୍ରାଇବ୍ ବି ନିଶ୍ଚୟ କରିଦେବେ, ନିଶ୍ଚୟ ସବସ୍କ୍ରାଇବ୍ କରିବେ। ଟାଟା।